ସାଙ୍ଗମାନେ ଗୁଡ୍ ଇଭିନିଂ। ଆସନ୍ତୁ ଆଜି ଭାଗବତ ଶୁଣିବା। ପଞ୍ଚଦଶ ଅଧ୍ୟାୟ। ଦେହ ଜମା ଭଲ ନାହିଁ, ଥଣ୍ଡା ପ୍ରବଳ ହେଇଯାଇଛି। ବଳି ଯେ ବିଶ୍ୱଜିତ ଜାଗ କରି ଜିରିଲା ଯଦି ସ୍ୱର୍ଗ ଭୟ ଦେବଙ୍କ ପଳାୟନ 15 ଅଧ୍ୟାୟରେ ବର୍ଣ୍ଣନ। ସୁଖ ଚରଣେ করে ধরি বলে পরীক্ষ দণ্ডধারী রাজা পরীক্ষিত বাচ ভবনী তুম্ভ মুখ শুনি সে দুর্গম সম্ভব বাড়ি সংশয় কলি বুঝিতে যে সে কথা কহ বুঝিবতে কলির যজ্ঞ ভগ্ন অর্থে ভাবন জন্মিলে কেবলে ধরণী দিলি পাদ দ্বারে ধরিকি ছড়িলে বাবনে সে পূর্ণ স্বভাবে ঈশ্বর অশেষ দ্রব্য অধিকার কৃপণ প্রায় তাକୁ ଧରି କିମ୍ପା ବାନ୍ଧିଲେ ଦର ହରି। ଶ୍ରୀ ଶୁକବାଚ ଶୁକ କଣ କହୁଛନ୍ତି? ଶୁଣ ହେ ଅଭିଭୁଲ ସୁତ ଅଭୂତ କୁଷ୍ଠର ଚରିତ ଦେବତେ ଖର୍ବ ରୂପେ ଛଳେ ବଳିକୁ ଚାପିଲେ ପାତାଳେ ପୂର୍ବେ ଯେ ଦେବାସୁର ରଳେ ଯୁଦ୍ଧେ ଜିରିଲେ ଦେବ ଗଳେ ବଳି ସହିତେ ମରି ଗଲେ ଶେଷ ଦାନବ ଯେତେ ଥିଲେ ବଳିର ଭୂତ ପିଣ୍ଡ ନେହି ପଶ୍ଚିମ ଗିରି ପୃଷ୍ଠେ ଥୋଇ ଶୁକ୍ର କୁଆରୀ ଗୌରବେ ବିଶ୍ୱାସୀ କହିଲେ ଦାରବେ ଅସୁରଙ୍କର ଭାବ ଘେରି ଶୁକ୍ର ଯେ ଭୂତୁ ସଜୀବନି ପତ୍ର ଦିଆଇଲେ ତକ୍ଷରେ ଧରିଲେ ଶୁକ୍ରଙ୍କ ଚରଣେ ବୋଇଲା ଶୁକ୍ର ମୁଖ ଚାହି ଅନାଥ ହଇଲୁ ଗୋସାଇ ଦେବେ ଯେ ଅମୃତ ଭକ୍ୟରେ ଅମର ହୋଇ ଘର ରଳେ ଆମ୍ଭକୁ ମାରିଗଲେ ସର୍ବେ ତୁମ୍ଭେ ଜୀବନ ଦେଲ ଏବେ ତୁମ୍ଭେ ଆମ୍ଭକୁ ଯାହା ହୁଅ ଏବେ କି କରିବୁ କହ ଏବନ୍ଦେ ଅସୁରଙ୍କ ବାକ୍ୟ ଶୁକ୍ର ଜିତିଲେ ବସି କହ ବିଚାର କରି ଯୁଦ୍ଧ ଚିତେ କହନ୍ତି ବଳିର ଗ୍ରତେ ତୁ ମହାଯଜ୍ଞ ବେଗେ କର ଯେମତେ ଜିରିବୁ ଅମର। ଶ୍ରୀ ଶୁକବାଚ ମିଳିଲେ ଇନ୍ଦ୍ରର ଭୁବନେ ସକଳେ ବିଧିର ବିଧାନେ ଚନ୍ଦନ ବନେ ପ୍ରତିପନ୍ତି ଅଳ୍ପ ପାଦ କେ ବିରାଜନ୍ତି ବିହଙ୍ଗ ମିଥୁରେ ରାଚନ୍ତି ଭକ୍ତ କୋକିଳେ ରାମ ଦିଅନ୍ତି ହରିକୁ ବସ ଯାର ଚରଣ ତତେ ରଖିବେ ନାରାୟଣ କାଳର ବସେ ବସ ଏବେ ଏମିତି ଗୁରୁ ବାକ୍ୟ ଶୁଣି ଇନ୍ଦ୍ର ଆସନେ ବସି ତୋଷି ତିଲକ୍ୟ କଲା ଆତ୍ମବଶେ ଶତାଂଶ ବେଦା ଯଜ୍ଞ ଫଳେ ସଂସାର ଯଶ ଲଭେଳେ ବୋଲଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ ସୁଦର ଏଣେ କରବତୀ କରିବ ବିଷୟ ଦୁର୍ଗତି ବର ବଚନେ ଭାବ ଏବେ କରିବ ବିଷ୍ଣୁ ମାୟା ଦେବେ। इति श्रीमद्भागवते महापुराणे पारमहंसहिताय अष्टम स्कन्धे बलि विजय राम पंचदश अध्याय। उगम करति वाचालं गपं लगयते तत्कृपा तव वन्दे परमानन्द माधव। तुमेव माता च पिता तुमेव बन्धु च सखा तुमेव विद्या द्रविणं तुमेव सर्वं मम देव देव।